ମାନେ ସନ୍ଧ୍ୟା ବେଳେ ଯଦି ଆପଣ ଏଠିକି ଆସୁଛନ୍ତି ପୁରା ଭୂତ ପୁରା ଚାରିପଟ ଘେରିଯିବେ, ଛାଡିବେନି ଜମା। ଏତେ ଡେଞ୍ଜର ଜାଗା ଏଇଟା। ଯାଇଛୁ ନା ଏପଟେ ଏଇଭଳିଆ? ଯାଇଛୁ ତ? ହବା ସାପ ଫାପ ବି ପ୍ରବଳ ଅଛନ୍ତି। ଯଦି ଆପଣଙ୍କୁ ସେ ସଚେତନ କରିଦେବେ ଏ ଜାଗାରେ ତୁ ରହନା। ଆଉ ତମେ ଯଦି ଆପଣ ଯଦି ବାଧ୍ୟ ହେଇକି ସେ ଜାଗାରେ ରହିଲେ ତାହେଲେ ସେ ଆପଣଙ୍କ ଜୀବନ ନେଇଯିବ। ତ ଟିଅଲଟା ଏଇଠି ଖୋଳା ହେଇଥିଲା, ଦେଖିପାରୁଥିବେ। ଏଇଠି ଟିଅଲଟା ଖୋଳା ହେଇଥିଲା, ମାନେ ଟଙ୍କା 30-40 ହଜାର ଟିଅଲ ଖୋଳିଛନ୍ତି, ମାନେ ଅଯଥା ପଇସା ବର୍ବାଦ ହେଲା। ତ ହାଇ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ତ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଚାଲନ୍ତୁ ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ଫ୍ରେଣ୍ଡସ୍, ଆଜି ମୁଁ ଆପଣଙ୍କୁ ଆମ ଗାଁରେ ଦିଟା ମାନେ ଡେଞ୍ଜରସ୍ ହରର ପ୍ଲେସ୍ ଦେଖେଇବି ହେଲା। ପୁରା ଭୂତ ଜାଗା, ମାନେ ସମୟ ଅନୁସାରେ ତ ସବୁ ଜିନିଷ ଚେଞ୍ଜ ହୁଏ। ତ ଆଗରୁ ଯୋଉ ଜାଗାରେ ମାନେ ଭୂତ ଥିଲେ ଏବେ ବି ଅଛନ୍ତି, କିନ୍ତୁ ଏତେଟା ଜଣା ପଡୁନି। ସେଇ ଜାଗା ମୁଁ ଆପଣଙ୍କୁ ଦେଖେଇବି ହେଲା। ପୁରା ଦିଟା ଜାଗା। ଆଉ ଯୋଉମାନେ ଏସବୁ ବିଷୟରେ ଭୂତ ପ୍ରେତ ବିଷୟରେ ବିଶ୍ୱାସ କରନ୍ତି ସେମାନେ ହିଁ ଏ ଭିଡିଓଟା ଦେଖିବେ। ଆଉ ଯୋଉମାନେ କରନ୍ତିନି ତ ଦୟାକରି ସେମାନେ ଭିଡିଓଟିକୁ ସ୍କିପ୍ କରିଦେବେ। ତ ଚାଲନ୍ତୁ ଭିଡିଓଟିକୁ ଷ୍ଟାର୍ଟ କରିବା ଆଉ ଯିବା ସେ ଜାଗାକୁ। ଏଇଟା ହେଲା ସେଇ ଜାଗା, ଦେଖିପାରୁଥିବେ। ଏଇଟା ହେଲା ସେଇ ଜାଗା। ଏଇ ଜାଗାଟା ନାଁ ହେଲା କୁରିଆଣି, ଠିକ ଅଛି। ମାନେ ଆଗରୁ ଏ ଜାଗାକୁ ଖରାବେଳେ ଲୋକ ଆସିବା ପାଇଁ ଭୟ କରନ୍ତି, ଖରାବେଳେ। ମାନେ ଏତେ ଡେଞ୍ଜରସ୍ ଜାଗା। ଚାଲନ୍ତୁ ଆପଣଙ୍କୁ ଦେଖୁଛି। ଏବେ ଏଠି ଗଛ ଫଛ ସବୁ କଟା ହେଇଗଲାଣି। ଆଗରୁ ପୁରା ବାଉଁଶ ବୁଦା ହେଇକି ପୁରା ଅଲଗା ପ୍ରକାର ପୁରା ଭୟଙ୍କର ଦେଖାଯାଉଥିଲା ଜାଗାଟା, ଠିକ ଅଛି। ତ ଏଇ ଜାଗାରେ ଯଦି ଆପଣ ମାନେ ଆଗ ସମୟ କଥା କହୁଛି, ଏବେ କଥା କହୁନି। ଆଗରୁ ଏଇ ଜାଗାକୁ ଯଦି ଆପଣ ଖରାବେଳେ ଆସିବେ ଏକୁଟିଆ, ଭୟ ତ ପ୍ରବଳ ଲାଗୁଥିଲା। ଯେକୌଣସି ଟପିକକୁ ନେଇକି ଧର 2 ଜଣ ଆସୁଛନ୍ତି, ଯେକୌଣସି ଟପିକକୁ ନେଇକି କିଛି କଥାବାର୍ତ୍ତା ହଉଛନ୍ତି, ତ କିଏ ଗୋଟେ ହଁ କହିବ। ପୁରା ଏଇଟା ମୁଁ ଶୁଣିଛି ହେଲା। ବାପା ହେରିକାଠୁ, ଗାଁ ଲୋକଙ୍କଠୁ ଏ ଜିନିଷଟା ମୁଁ ଶୁଣିଛି ଏଇ ଜାଗାକୁ। ତାପରେ ମୁଁ ନିଜେ ବି ଏଇ 3-4 ବର୍ଷ ତଳେ ଏଇଠି ଗୋଟେ ଭୂତ ଦେଖିଛି। ମୁଁ ସନ୍ଧ୍ୟାବେଳ ଟାଇମରେ ଗୋଟେ ଭୂତ ଦେଖିଛି। ପୁରା ସେ ନଈ ଆଡୁ ଚାଲି ଚାଲି ଆସିଲା। ପ୍ରାୟ ମୁଁ ଭାବିଲି କି ଗୋଟେ ମଣିଷ ଆସୁ, ମୁଁ ଆସିକି ସେ ଆଗରେ ଛିଡା ହେଲି। ଆମେ ଝାଡା ଆସିଥିଲୁ ସନ୍ଧ୍ୟାବେଳେ 2 ଜଣ। ମୁଁ ଆସିକି ଛିଡା ହେଲି, ସିଏ ଆସିକି ଏଇଠି ଛିଡା ହେଲା। ତାପରେ ମୁଁ ପଳେଇନି ସେପଟ ହିଡକୁ ମୁଁ ପଳେଇନି। ସେ ପୁରା ଏଇ ମେନ୍ ହିଡରେ ଠିଆ ହେଲା। ଏଇ ମେନ୍ ହିଡରେ ଛିଡା ହେଲା। ମେନ୍ ହିଡରେ ଛିଡା ହେଇକି ଦେଖି ଆମକୁ ଅନେଇଲା। ଆମେ ସେପଟ ହିଡରେ ଅଛୁ, ବର୍ଷା ଦିନ ହେଲା, ତଳା ପଡିଛି। ତ ସେ ଏଇଠି ଛିଡା ହେଇଛି, ଆମେ 2 ଜଣ ସେଠି ଛିଡା ହେଇଛୁ। ସେ ଢେଲା ଫୋପାଡୁଛି, ପାଣି ଛିଟିକା ସେ ଆମ ଦେହରେ ପଡୁଛି। ଆମେ ଡରିକି ଛାନିଆ। ତାପରେ ପୁରା ସିଧା ଆସିଲା, ଏଠି କିଆବୁଦା ଭିତରେ ପୁରା ପଶିଗଲା। ତ ଚାଲନ୍ତୁ ଆପଣଙ୍କୁ ଦେଖୁଛି ଏ ଜାଗା। ଦେଖନ୍ତୁ ଏ ଜାଗାଟାକୁ। ଆଗରୁ ଏ ଜାଗାକୁ ଲୋକ ମାନେ ଦିନରେ ଆସିବାକୁ ଭୟ କରନ୍ତି। ଏ ଜାଗା ଏମିତି ମାନେ ଡେଞ୍ଜର ଜାଗା। ଏବେ ସଫାସୁତୁରା ହେଇଗଲାଣି, ଲୋକ ଆସୁଛନ୍ତି, ଝାଡା ଫାଡା ଏପଟେ ଆସୁଛନ୍ତି। ନହେଲେ ଆଗରୁ ଜମା ଏ ଜାଗାକୁ କେହି ଆସନ୍ତିନି। ଏମିତି ମାନେ ଡେଞ୍ଜର ଜାଗା। ମାନେ ସନ୍ଧ୍ୟା ବେଳେ ଯଦି ଆପଣ ଏଠିକି ଆସୁଛନ୍ତି, ପୁରା ଭୂତ ପୁରା ଚାରିପଟ ଘେରିଯିବେ, ଛାଡିବେନି ଜମା। ଏତେ ଡେଞ୍ଜର ଜାଗା ଏଇଟା। ତ ଆସନ୍ତୁ, ଏଠି କଣ ଅଛି ମୁଁ ଦେଖୁଛି, ଆସନ୍ତୁ। ଏଇଟା ହେଲା ମଶାଣି। ମାନେ ବ୍ରାହ୍ମଣ ଲୋକ ଯେତିକି ସବୁ ମରିଯାଆନ୍ତି, ତ ତାଙ୍କର ସବୁ ଏଇଠି ଆଣିକି ସବୁ ପୋଡାଯାଏ ହେଲା। ଏଇଟା ହେଲା ମଶାଣି। ଆଉ ଏଇଟା ହେଲା ଗୋଟେ ପୋଖରୀ ରହିଛି, ଦେଖିପାରୁଥିବେ। ଏଇଟା ହେଲା ପୋଖରୀ, ମାଛ ଫାଛ ସବୁ ଛଡା ହେଇଛି। ଚାରିଆଡେ ଖାଲି କଣ୍ଟା। ନାଚିନି ମାଛ ଏଠାରେ ପ୍ରବଳ ଅଛି। ମାଛ ପ୍ରବଳ ଅଛି, ଦେଖିକି ତୁ ବାଙ୍ଗୁରି ଏ ଜାଗା ବିଷୟରେ ଜାଣିଛୁ ନା ଜାଣିନୁ? ମାନେ କୋଉ ଭଳିଆ ଭୂତ ରୁହନ୍ତି ଆଗରୁ ଏଠି? ନା ଏବେ ତ ସମୟ ଅନୁସାରେ ଭାଇ ସବୁ ଜିନିଷ ଚେଞ୍ଜ ହଉଛି।
ହେଲା। ତ ମୁଁ ଏଇଟା ଆମେ ଦେଖୁଛି ଆମ ଗାଁରେ ଏଇଟା ଗୋଟେ ମସ୍ତ ପୁରା ହରର ଜାଗା। ଆଗରୁ ଏଇଠିକି ଲୋକ ଆସିବା ପାଇଁ ଭୟ କରନ୍ତି, ତ ଏବେ ତ ଆମେ ପଳେଇ ଆସିଛୁ। ଆଗରୁ ଲୋକ ଏଠିକି ଆସିବା ପାଇଁ ଭୟ କରନ୍ତି ଏ ଜାଗାକୁ। ସେଠି ପୁରା ରାସ୍ତା ପୁରା ବ୍ଲକ ହେଇଛି। ଯାଇ ହବ ନା ଏବାଟେ? ଯାଇଛୁ ନା ଏବାଟେ? ଏଇବାଟେ ଯାଇଛୁ ତ? ହବା। ସାପ ଫାପ ବି ପ୍ରବଳ ଅଛନ୍ତି। ଏ ଜାଗାକୁ କିନ୍ତୁ ଏବେ ରାତିରେ ବି ଲୋକ ଆସନ୍ତିନି, କିଏ ସନ୍ଧ୍ୟାବେଳେ ବି କିଏ ଆସିବେନି ଏ ଜାଗାକୁ। ଭୟ ଲାଗେ। ମୁଁ ସନ୍ଧ୍ୟାବେଳେ ଦିନ ଯୋଉ ଭୂତ ଦେଖିଥିଲି ଏ ଜାଗାକୁ, ସେଇଦିନ ସନ୍ଧ୍ୟାବେଳେ ଟୋଟାଲ ଏପଟକୁ ମୁଁ ଆସେନି। ଆଉ ଗୋଟେ ଜାଗା ଅଛି, ସେଠି ମୁଁ ଆପଣଙ୍କୁ ଦେଖେଇବି। ସେ ଜାଗାରେ ହଉଛି ଗୋଟେ ପରିବାର ରହୁଥିଲେ, କିଛି ଦିନ ରହିଲେ ବୋଧେ ଜାଗାରେ ପଡିଛି, ମୁଁ ଆପଣଙ୍କୁ ଦେଖେଇବି ସେ ଜାଗା। ମାନେ ସେ ରହିପାରିଲେନି। ଗୋଟେ ଜାଗା ଏମିତି ଅଛି ସେଠି ମାନେ ହଉଛି ନେଗେଟିଭ ଏନର୍ଜି ଅଛି, ସେ ଜାଗାରେ ଆପଣଙ୍କୁ ରହିବାକୁ ଦଉନି, ବାରମ୍ବାର ଦେହ ଖରାପ କରିବ। ଯଦି ଆପଣଙ୍କୁ ସେ ସଚେତନ କରିଦେବେ ଏ ଜାଗାରେ ତୁ ରହନା। ଆଉ ତମେ ଯଦି ଆପଣ ଯଦି ବାଧ୍ୟ ହେଇକି ସେ ଜାଗାରେ ରହିଲେ, ତାହେଲେ ସେ ଆପଣଙ୍କ ଜୀବନ ନେଇଯିବ। ତ ଏଇଭଳିଆ କିଛି ଜିନିଷ ହେଇଥିଲା ସେଠି ସେ ଜାଗା ଉପରେ। ତ ସେଠି ଟିଅଲ ଫିଅଲ ବି ପଡିଛି ସେ ଜାଗାରେ, ମୁଁ ଆପଣଙ୍କୁ ଦେଖେଇବି। ସେ ଜାଗାରେ ରହୁଥିଲେ ସ୍ୱାମୀ ସ୍ତ୍ରୀ 2 ଜଣ, ତାଙ୍କର ଛୁଆ 2ଟା, 4 ଜଣ ସେ ଜାଗାରେ ରହୁଥିଲେ। ଗୋଟେ ଛୋଟିଆ ଚାଳ ଘର ଗୋଟେ କରିକି ତାଙ୍କର ଜାଗା ଫାଗା ରହୁଥିଲା, ସେ ଜାଗାରେ ସେ ରହୁଥିଲେ। କିନ୍ତୁ ସେ ଜାଗାରେ ବୋଧେ ବର୍ଷେ ଖଣ୍ଡେ ତାଙ୍କର ରହିଛନ୍ତି ନା ସେ ଜାଗାରେ, ସେ କଇଁଥ ବୁଦା ପାଖରେ। ପାଖାପାଖି ବର୍ଷେ ଖଣ୍ଡେ ରହିଛନ୍ତି। ଖାଲି ଦେହ ଖରାପ ହେଲା, ଖାଲି ପଇସା ପତ୍ର ମେଡିସିନରେ ଖର୍ଚ୍ଚ ହେଲା, ଯାହା ଆଣିଲେ କିଛି କୁଳିଲାନି। ସେ ବାଧ୍ୟ ହେଇକି ସେ ଜାଗା ଛାଡିଦେଲେ। ସେ ଜାଗା ବି ଆପଣଙ୍କୁ ଦେଖେଇବି। ତ ଏଇ ଜାଗାଟା ଖାଲି ଦେଖିଦିଅନ୍ତୁ। ମାନେ ତାଠାରୁ ଡେଞ୍ଜର ଜାଗା ହେଲା ଏଇଟା। ତାପରେ ଆଠୁ କମ ଡେଞ୍ଜର ଜାଗାଟା ହେଲା ସେଇଟା ଆଉ। ଆଉ ଭାଇ ସେପଟକୁ ଯାଇ ହବନି। ସେପଟେ ଗୋଟେ ହଉଛି ସେଲୁ ଘର ଅଛି ହେଲା। ସେପଟେ ଗୋଟେ ସେଲୁ ଘର ଅଛି। ଆଉ ଏପଟେ ପୁରା ଦେଖିପାରୁଥିବେ ପୁରା ଜଙ୍ଗଲ ହେଇଛି, ସାପ ଫାପ ଥିବେ, ଆଉ ଯାଇ ହବନି। ତ ଆମେ ଯିବା ସେପଟକୁ ଯିବା। ସେପଟେ ଯାଇକି ମୁଁ ଆପଣଙ୍କୁ ଦେଖେଇବି ହଉଛୁ ସେପଟେ ଆଉ ଗୋଟେ ହଉଛୁ ଭୂତିଆ ପ୍ଲେସ ଗୋଟେ ଅଛି। ସେପଟ ଜାଗାଟା ମୁଁ ଆପଣଙ୍କୁ ଦେଖେଇବି। ଜାଗା ଦେଖିଲେ ଆପଣ ମାନେ ଜାଣିପାରୁଥିବେ କୋଉଳିଆ ହେଇଛି ଜାଗାଟା। ବର୍ତ୍ତମାନ ଆମେ ଆସିକି ସେ ଜାଗାରେ ପହଞ୍ଚିଯାଇଛୁ, ଯୋଉ ଆମର ଯୋଉ ନେକ୍ସଟ ହରର ପ୍ଲେସ ଜାଗାରେ ପହଞ୍ଚିଯାଇଛୁ। ତ ଏଇଟା ହେଲା ସେ ଜାଗା। ଆସନ୍ତୁ ଆପଣଙ୍କୁ ଦେଖଉଛି। ଏଇଟା ହେଲା ସେ କଇଁଥ ଗଛ। ଏଇଟା ହେଲା ସେ କଇଁଥ ଗଛ ହେଲା। ଆଉ ଏଇଟା ହେଲା ସେ ଜାଗା। ଏଇଟା ହେଲା ସେ ଜାଗା। ଦେଖିପାରୁଥିବେ। ଏଇଠି ଗୋଟେ ପରିବାର ରହୁଥିଲେ। ବର୍ଷେ ପାଖାପାଖି ରହିଛନ୍ତି, ଆଉ ରହିପାରିଲେନି, ସେ ଜାଗା ଛାଡିକି ପଳେଇଲେ। ଏଇ ଜାଗାରେ ଥିଲା ଘରଟା ହେଲା। ଏଇ ଜାଗାରେ ଥିଲା ଘରଟା। ସବୁବେଳେ ହଉଛୁ ଦେହ ଖରାପ ହେଲା, ଜ୍ୱର ଫର ହେଲା। ତାପରେ ସିଏ ହଉଛୁ ଜାଣିଦେଲେ ଯେ ଏ ଜାଗାରେ ଗୋଟେ କଣ ନେଗେଟିଭ ଏନର୍ଜି ଅଛି। ତ ଏ ଜାଗା ଛାଡିକି ସେ ପଳେଇଲେ। ଠିକ ଅଛି। ଏଇଟା ଗୋଟେ କଇଁଥ ଗଛ ଗୋଟେ, ନା କଇଁଥ ପଡେନି। ଏଇଟା ହେଲା ସେ ଜାଗା। ତ ଯୋଉ ଟିଅଲ ଟା ଆପଣଙ୍କୁ ମୁଁ ଦେଖେଇ ଦଉଛି, ଆସନ୍ତୁ। ଗୋଟେ ଛୋଟ ଚାଳ ଘର ଗୋଟେ ଏଇଠି ଥିଲା। ମୁଁ ବି ଆସିକି ଏଠି ଆମେ ଚିକେନ ଫିକେନ ଭୋଜି କରି ଖାଇଛୁ। ଏଇଠି ଗୋଟେ ଛୋଟିଆ ଖାଲଟେ ଖୋଳା ହେଇଥିଲା ମାଛ ଫାଛ ଛାଡିବା ପାଇଁ। ଦେଖିପାରୁଥିବେ ଟିଅଲଟା ଏଇଠି ଖୋଳା ହେଇଥିଲା। ଦେଖିପାରୁଥିବେ ଏଇଠି ଟିଅଲଟା ଖୋଳା ହେଇଥିଲା। ମାନେ ଟଙ୍କା 30-40 ହଜାର ଟିଅଲ ଖୋଳିଛନ୍ତି, ମାନେ ଅଯଥା ପଇସା ବର୍ବାଦ ହେଲା। ଜାଗା ବିଷୟରେ କିଛି ନ ଜାଣିକି ହଠାତ୍ କିନା ଯୋଉ ଆସିକି ଘର କରିକି ରହିକି ଟିଅଲ ଫିଅଲ ଯୋଉ ଖୋଳିଦେଲେ, ପଇସା ତାଙ୍କର ବର୍ବାଦ ହେଲା। ପୁରା ଏଟା ପୁରା ବିଲ ମଝିରେ, ଜାଗା ଫାଗା ନଥିଲା। ସେ ପୁରା ହଉଛୁ ଏଇଟା ତାଙ୍କ ହଉଛୁ ଜାଗା ଥିଲା ତ ବିଲ ମଝିରେ। ଆଉ କୋଉଠି ତାଙ୍କର ଜାଗା ନଥିଲା। ତ ବାଧ୍ୟ ହେଇକି ଏଇଠି ଘର କରି ରହିଥିଲେ। କିନ୍ତୁ କିଛି ନ ଜାଣିକି ହଠାତ୍ କିନା ଘର କରି ରହିକି ଅସୁବିଧା ଯେତେବେଳେ ପଡିଲେ, ବାଧ୍ୟ ହେଇକି ଛାଡିକି ପଳେଇଲେ। ଏଇଟା ବି ଗୋଟେ ଡେଞ୍ଜରିୟସ୍ ପ୍ଲେସ, ଦେଖିପାରୁଥିବେ। ରାତ୍ର ବାଙ୍ଗର କିଭଳି ଆସୁନ ଏଠି। ଛାନିଆ ହେଇଛି ଗୋଟେ। ଏଇ ଯୋଉ କଇଁଥ ଗଛଟା ଅଛି, ଏଇଠି ଗୋଟେ ସ୍ପିରିଟ ରହୁଛି। ସ୍ପିରିଟ ରହୁଛି।
ଏ ଜାଗାରେ ଗୋଟେ ଅଛି ଗୋଟେ କଣ ବହୁତ ବଡ଼ ନେଗେଟିଭ ଏନର୍ଜି ଅଛି ହେଲା, ଯାହାକୁ ଏଠି ଯିଏ ରହିବା ପାଇଁ ଚାହିଁବ ତାକୁ ସେ ରଖେଇ ଦେବନି। ହଉ ମୟୂର ଆସ। ତ ଫ୍ରେଣ୍ଡସିପ୍ ଭିଡ଼ିଓଟା କିଛି ଏମିତି ଥିଲା। ତ ଆପଣମାନଙ୍କୁ ଭିଡ଼ିଓଟା ଯଦି ଭଲ ଲାଗିଥିବ ତ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି ଜୟ ଜଗନ୍ନାଥ, ପୁଣି ଦେଖା ହବା ଆଉ ଗୋଟେ ନେକ୍ସଟ ବ୍ଲଗ୍ରେ।